ଆଜ୍ଞା କିଛି ଦିନ ହବ ଗୋଟେ ଓଡ଼ିଶାରେ ଟ୍ରେଣ୍ଡ ଚାଲିଛି 2-4 ଦିନ ହବ କଣ ନା ଚାକିରି ଚୋରି। ଆଗରୁ ତ ଚାଲିଥିଲା 16 ମାସର ସରକାରରେ 15ଟାର ଚାକିରି ବାତିଲ ହେଇଗଲେଣି କାରଣ କୋଉଠି କୋଶ୍ଚିନ୍ ପେପର ଲିକ୍ କୋଉଠି ସ୍କାମ୍ ହେଇଯାଉଛି ବହୁତ କିଛି ଏମିତି ହେଇଯାଉଛି। ପୂର୍ବରୁ ଦେଖିବେ କେନ୍ଦ୍ରରେ ଭୋଟ ଚୋରି, ତାପରେ ମଝିରେ ଏବେ ସାର ଚୋରି, ଆଳୁ ଚୋରି, ଏବେ ପୁଣି ଆସିଲାଣି କଣ ଚାକିରି ଚୋରି। ଏବଂ ଚାକିରି ଚୋରି କଥାକୁ ନେଇକିରି ମାନେ ସରକାରଙ୍କ ଉପରେ କେହି ଚାପ ପକାଉନାହାନ୍ତି। ମାନେ କିଛିଟା ଗଣମାଧ୍ୟମ ଅଛି ସେମାନେ ସରକାରକୁ କିଛି କହୁନାହାନ୍ତି। ସେମାନେ କହୁଛନ୍ତି କାହାକୁ ନା ଆଜ୍ଞା ପୂର୍ବ ସରକାର ଏଇଟା କରିଦେଇଥିଲା, ପୂର୍ବ ସରକାର ଏଇଟା। ଆରେ ତମ ସରକାର ତ ରିକ୍ୱାରମେଣ୍ଟ ବାହାରିଲା, ତମ ସରକାର ହିଁ ତ ଚାକିରି ଏମିତି କରାହେଲା, ତମ ମାନେ ସରକାର ଟାଇମରେ ହିଁ ଏମିତି କାମ ହେଲା। ତ ଏଠି ମାନେ କୋଉ ଅନୁଷ୍ଠାନ କଣ କଲା, କିଏ କଣ କଲା, ତାକୁ ଧରିଲେ ଲାଭ କଣ? ସରକାର ହିଁ ଏଥିପାଇଁ ଦାୟୀ। ସମସ୍ତେ ଜାଣିଛନ୍ତି ଏ ସରକାର ହିଁ ଦାୟୀ। କାରଣ ଏ ସରକାର ଯୋଉ ନୂଆ ନୂଆ ସବୁ ନେତା ଆସିଛନ୍ତି ସେମାନେ ମାନେ କେମିତି ପଇସା ଆମେ ଦୁର୍ନୀତି କରି ଖାଇବୁ, କେମିତି ମାନେ 2 ଦିନ ଭିତରେ ଆମେ କେମିତି ବଡ ଲୋକ ହେଇଯିବୁ, ତାଙ୍କର ଇଚ୍ଛା ହିଁ ଏଇ ଗୋଟାକ। ସେଥିପାଇଁ ଏ ମାନେ ଘଟଣା ହିଁ ଘଟୁଛି, ଦିନକୁ ଦିନ ଏ ଘଟଣା ଘଟୁଛି। ଆଉ ଏଇ ଭସାଣି ଦିନ ଦେଖିଥିବେ କଟକ ଭଳିଆ ଶାନ୍ତି ଜାଗାରେ କୋଉଟା ଅଶାନ୍ତି ବାତାବରଣ ହେଲା, ବହୁତ ଜଣ ମତେ ମରିଗଲେ, ମାନେ ତା କଥା ବି ଉଠଉନାହାନ୍ତି, କହୁଛନ୍ତି ନା କେହି ମରିନାହାନ୍ତି, କିନ୍ତୁ ଭିତିରିଆ ମରିଛନ୍ତି ବୋଲି ମୋ ପାଖେ ବି କିଛି ସୂଚନା ମିଳିଛି। ସେ ଘଟଣା ଦେଖନ୍ତୁ। ତ ଓଡିଶା ଗୋଟେ ଏମିତି ରାଜ୍ୟ ହେଇଗଲେଣି, ଶାନ୍ତିପୂର୍ଣ୍ଣ ରାଜ୍ୟରୁ ଆଜି ଅଶାନ୍ତିପୂର୍ଣ୍ଣ ରାଜ୍ୟ ହେଇଗଲେଣି, ଯୋଉଥିପାଇଁ ମାନେ ପ୍ରତିଦିନ କିଛି ନା କିଛି ଘଟଣା ଏମିତି ଆସୁଛି ଯୋଉଟା କି ଓଡିଶା ସରକାରକୁ ବଦନାମ କରୁଛି ଏବଂ ଓଡିଶାର ମାନେ ଚିତ୍ରକୁ ଖରାପ ଜାଗାରେ ନେଇ ପହଞ୍ଚୁଛି। ସାରା ଭାରତରେ ଆଜି ଓଡିଶା ଗୋଟେ ହଉଛି ଜଗନ୍ନାଥଙ୍କ ଦେଶ ବୋଲି ଆମେ ପରିଚୟ ପାଇଥିଲେ, କିନ୍ତୁ ଆଜି ଓଡିଶା ଗୋଟେ ବଦନାମର ରାଜ୍ୟ ବୋଲି ଆମେ ପରିଚୟ ପାଇଛେ। ଆସନ୍ତା କାଲି ସାରା ଓଡିଶାର ଯୁବ ଏବଂ ଛାତ୍ର ଜନତା ଦଳ ଆସିବ, ମାଷ୍ଟର କ୍ୟାଣ୍ଟିନ ପାଖରେ ଏ ଆନ୍ଦୋଳନ କରାହବ। କଣ ଆନ୍ଦୋଳନ? ଏ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଚାଲିବ। କାରଣ ଏ ସାର ଚୋରିର ସରକାର, ଏ ଚାକିରି ଚୋର ସରକାର, ଏ ମାଫିଆ ଦଲାଲି ମାନଙ୍କର ସରକାର ଯୋଉ ନୂଆ ଆସିଛି, ସେମାନେ କେମିତି ଦୁର୍ନୀତି କରିଚାଲିବେ ତାଙ୍କର ଇଚ୍ଛା ଶକ୍ତି ଏଇଟା। ଆଉ ସେ ଇଚ୍ଛା ଶକ୍ତିକୁ ଆମେ କେବେ ବି ପ୍ରଶୟ ଦେବୁ ନାହିଁ, ଆମେ ଅନ୍ୟାୟକୁ କେବେ ବି ପ୍ରଶୟ ଦେବୁ ନାହିଁ। ତ ନିହାତି ଏ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଚାଲିବ ଏବଂ ସମସ୍ତଙ୍କୁ ବିନମ୍ର ଅନୁରୋଧ, ସମସ୍ତେ ଆସି ଏକ ହୁଅନ୍ତୁ ଏବଂ ଏ ସରକାରକୁ ହଟାନ୍ତୁ ଯୋଉ ସରକାର ମାନେ ଦିଲ୍ଲୀରେ ଭୋଟ ଚୋରି କରିଥିଲା ଏବଂ ଆଜି ରାଜ୍ୟରେ ସାର ଚୋରି, ଚାକିରି ଚୋରି ବହୁତ କରିଛି। ଆଉ ଯୋଉ ମିଡିଆ କଥା କହୁଛି, ଏ ମିଡିଆ ଦିନ ଥିଲା ମାନେ ଯଦି କିଛି ବି ଅଘଟଣ ଘଟୁଥିଲା ସାଙ୍ଗେ ସାଙ୍ଗେ ବିଜେଡିର ନାଁ ନଉଥିଲା। ଯୋଉ ଅର୍ଗସ ଆଉ ଓଟିଭି ଏମିତି କିଛିଟା ମିଡିଆ ଚ୍ୟାନେଲ ଅଛି, ସମ୍ପୂର୍ଣ୍ଣ ନୁହଁ, କିଛିଟା ଗଣମାଧ୍ୟମ, ଓଟିଭି ହଉ ଅର୍ଗସ ହଉ, ସେମାନେ ବିଜେଡି ନାଁ ନ ନେଲେ ସେମାନେ ଚଳି ପାରୁନାହାନ୍ତି। ଆରେ ଭାଇ ବିଜେଡି ତ ଏବେ ବିରୋଧୀ ଦଳରେ ବସିଛି, ତମେ ବିଜେଡି ନାଁ ନେଇ ଲାଭ କଣ ମିଳୁଛି? ତମର ତ ଆଜି ଚାକିରି ଚୋରି ହେଲା, ଏଥିପାଇଁ ସରକାର ହିଁ ଦାୟୀ ରହିବେ, କାରଣ ସରକାରଙ୍କ ମାନେ ସମ୍ପୂର୍ଣ୍ଣ ଟିମ୍ ହିଁ ଏସବୁ ପାଇଁ ମାନେ ଦାୟୀ ରହିବ। ତ ଘଟଣା ହଉଛି ଏଇଆ, ଆସନ୍ତା କାଲି ସମସ୍ତେ ଆସି ଏକ ହୁଅନ୍ତୁ ମାଷ୍ଟର କ୍ୟାଣ୍ଟିନ ପାଖରେ, ଏ ସରକାରକୁ ଚେତେଇ ଦବା କି ଏବେ ବି ଯୁବ ଛାତ୍ର ଏକ ଅଛନ୍ତି। ଆପଣ ଯଦି ବାଟବଣା ହୁଅନ୍ତି, ଏଇ ଯୁବ ଛାତ୍ର, ଏଇ ଜନତା ଆପଣଙ୍କୁ ଯେମିତି ଗାଦିରେ ବସେଇଛନ୍ତି ସେମିତି ଆପଣଙ୍କୁ ଗୋଇଠା ମାରି, ତଣ୍ଟିଆ ମାରି ଆପଣଙ୍କୁ ଏ ଗାଦିରୁ ବାହାର କରିବେ। ଜୟ ଜଗନ୍ନାଥ।